ଜୀବନରେ ବହୁତ ଲୋକ ଆସନ୍ତି, କେହି ଫ୍ରେଣ୍ଡ ହେଇକି, କେହି ରିଲେସନସିପ୍ ହେଇକି, କିନ୍ତୁ ଖରାପ ସମୟ ଆସିଲେ ହିଁ ଜଣାପଡ଼େ ସତରେ କିଏ ତୁମ ନିଜ ଲୋକ। ଏହି ଭିଡ଼ିଓ ତୁମକୁ ଜୀବନର ଗୋଟେ କଡ଼ା ସତ୍ୟକୁ ବୁଝାଇ ଦେବ କି କିଏ ରିଏଲ ଆଉ କିଏ କେବଳ ତୁମକୁ ୟୁଜ୍ କରୁଛି। ତେବେ ଚାଲନ୍ତୁ ଆଜିର ଭିଡ଼ିଓକୁ ଷ୍ଟାର୍ଟ କରିବା। ସାଙ୍ଗମାନେ, ଜୀବନରେ ଆମେ ବହୁତ ଲୋକଙ୍କୁ ଭେଟୁଛୁ। କେହି ଫ୍ରେଣ୍ଡ ହେଇକି ଆସନ୍ତି, କେହି ଲଭ୍ ହେଇକି ଆସନ୍ତି, ଆଉ କେହି ରିଲେସନସିପ୍ର ନାଁରେ ଆସନ୍ତି। କିନ୍ତୁ ସମୟ ବଦଳିଗଲେ ଅଧିକାଂଶ ଲୋକ ବଦଳି ଯାଆନ୍ତି। ଆଉ ସେତେବେଳେ ଆମମାନଙ୍କ ମନରେ ଗୋଟେ ପ୍ରଶ୍ନ ଆସେ କି ସତରେ ମୋର ନିଜର କିଏ? ସାଙ୍ଗମାନେ ଶୁଣନ୍ତୁ, ନିଜ ଲୋକ ସେଇମାନେ ନୁହନ୍ତି ଯେଉଁମାନେ ତୁମ ଭଲ ସମୟରେ ତୁମ ସହିତ ଫଟୋ ନିଅନ୍ତି। ନିଜ ଲୋକ ସେଇମାନେ ହେଇଥାନ୍ତି ଯେଉଁମାନେ ତୁମ ଖରାପ ସମୟରେ ମଧ୍ୟ ତୁମ ସହିତ ଠିଆ ହେଇକି ରୁହନ୍ତି। ଯେତେବେଳେ ତୁମ ପାଖରେ ପଇସା ନଥାଏ, ସଫଳତା ନଥାଏ, କିଛି ବି ନଥାଏ, ତାପରେ ବି ଯେଉଁମାନେ ତୁମକୁ ଛାଡ଼ିକି ଯାଆନ୍ତିନି ସେଇମାନେ ହିଁ ହେଉଛନ୍ତି ତୁମର ନିଜ ଲୋକ। ସାଙ୍ଗମାନେ, ଆଜିକାଲି ଲୋକମାନେ ତୁମର ହାର୍ଟକୁ ନୁହେଁ, ତୁମର ଷ୍ଟାଟସକୁ ଭଲ ପାଆନ୍ତି। ତୁମେ ସକ୍ସେସଫୁଲ ହେଇଗଲେ ସମସ୍ତେ ତୁମ ପାଖକୁ ଆସିବେ, କିନ୍ତୁ ଯେତେବେଳେ ତୁମେ ଭିତରୁ ଭାଙ୍ଗି ପଡ଼ିଥିବ ସେତେବେଳେ ଅଧିକାଂଶ ଲୋକ ତୁମକୁ ଏକା ଛାଡ଼ିଦେବେ। ଶୁଣିବାକୁ କଡ଼ା ଲାଗୁଥାଇପାରେ ସାଙ୍ଗମାନେ, କିନ୍ତୁ ଏହା ହିଁ ହେଉଛି ରିଆଲିଟି। ସେଥିପାଇଁ ସମସ୍ତଙ୍କୁ ନିଜର ବୋଲି ଭାବିବାର ଭୁଲ କେବେ ବି କରନି। କାରଣ ପ୍ରତ୍ୟେକ ହସୁଥିବା ମୁହଁ ସତ ନୁହେଁ, ପ୍ରତ୍ୟେକ ଆଇ ଆମ୍ ୱିଥ୍ ୟୁ ର ଶବ୍ଦ ସତ ନୁହେଁ। ସମୟ ଆସିଲେ ହିଁ ଜଣାପଡ଼େ କି କିଏ ପର ଆଉ କିଏ ସତରେ ତୁମ ନିଜର। ମନେ ରଖନ୍ତୁ, ଯେଉଁ ଲୋକ ତୁମ ଆଖିର ଲୁହକୁ ବୁଝିପାରେ, ତୁମ ନୀରବତାକୁ ଶୁଣିପାରେ, ତୁମ କଷ୍ଟରେ ତୁମକୁ ଏକା ଛାଡ଼ିକି ଯାଏନି, ସେହି ଲୋକକୁ କେବେ ବି ନିଜ ପାଖରୁ ଦୂରେଇ ଦିଅନି। କାରଣ ଏହି ଦୁନିଆରେ ସତ ଲୋକ ବହୁତ କମ୍ ମିଳନ୍ତି। ସାଙ୍ଗମାନେ, ଜୀବନ ତୁମକୁ ସବୁକିଛି ଶିଖେଇଦେବ, କିଏ ଅସଲି ଆଉ କିଏ ନକଲି, ସବୁକିଛି ଧୀରେ ଧୀରେ ଜଣା ପଡ଼ିଯିବ। ସେଥିପାଇଁ ନିଜ ଲୋକମାନଙ୍କୁ ଭ୍ୟାଲୁ ଦିଅ ଆଉ ନକଲି ଲୋକମାନଙ୍କୁ ଚିହ୍ନିବା ଶିଖ। କାରଣ ଜୀବନରେ ଟଙ୍କା ଠାରୁ ଅଧିକ ଦରକାର ହେଉଛି ନିଜ ଲୋକମାନଙ୍କର। ଜୟ ହିନ୍ଦ।